ଚାଷୀର ବାର୍ଷିକ ଅମଳ ଧାନ ଖାଇଗଲେ ହାତୀପଲ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ଅଞ୍ଚଳ ଅଧୀନସ୍ଥ ଗାଁ ବଇଣ୍ଡା ପଞ୍ଚାୟତ ଅନ୍ତର୍ଗତ ବଡହୁଲା ଗ୍ରାମର ଦଳିତ ସାହିର ନବୀନା ନାୟକଙ୍କ ଧାନ ଗଦାକୁ ଗତ ରାତିରେ ହାତୀପଲ ଆସି ସମ୍ପୂର୍ଣ୍ଣ ଖାଇଦେଇ ଚାଲି ଯାଇଥିବା ଦେଖିବାକୁ ମିଳିଛି। ସୂଚନା ନେବାରେ ଜଣାଯାଏ କି ଅତି କଷ୍ଟରେ ଧାନ ଚାଷ କରି ସମସ୍ତ ଧାନ କାଟି 200 ରୁ ଉର୍ଦ୍ଧ୍ୱ ବିଡ଼ା ବାନ୍ଧି ଗଦା ମାରି ରଖାଯାଇଥିଲା। ତା ପରଦିନ ମେସିନରେ ଧାନ ମଳି ଘରକୁ ଆଣିବାର ଭାବନା ଥିଲେ ମଧ୍ୟ ନବୀନା ନାୟକଙ୍କର ଭାବନାରେ ହିଁ ରହିଗଲା। ଦୁଃଖର ବିଷୟ, ଅଚାନକ ରାତି ଅଧର ହାତୀପଲ ଆସି ଧାନ ଗଦାକୁ ସମ୍ପୂର୍ଣ୍ଣ ଭାବେ ଖାଇଦେଇ ଚାଲି ଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ଘଟଣାକୁ ହଣ୍ଡପା ବନାଞ୍ଚଳ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ଅଭିଯୋଗ ପାଇ ହଣ୍ଡପା ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲ ଖାଇଥିବା ଧାନ ଗଦାକୁ ଅନୁଧ୍ୟାନ କରି ଅନଲାଇନ ମାଧ୍ୟମରେ DFO କୁ ଜଣାଇଥିବାର ପରାମର୍ଶ ଦେଇଥିଲେ। କିଶୋରନଗର ବ୍ଲକରୁ ସୁଭାଷ ନାୟକଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ନବୀନା ନାୟକ କ'ଣ ଅସୁବିଧା ହେଇଛି? ଆପଣ ଧାନ ଖାଇଦେଇ ଧାନ ଦେଖିବାକୁ ମିଳିଲା ଯେ ହାତୀ ଖାଇଦେଇଛି ବୋଲି। ଆଜି ରାତିରେ ଆସିକିରି ହାତୀ 200-250 ବିଡ଼ା ଗଦେଇ ଦେଇଥିଲେ। କେୟାର ଗୁଡ଼ା ଉପରେ ସବୁ ଯାକ ଖାଇଦେଲା। କିଛି ନାହିଁ, ସବୁ ପୁଣି ମିଶିକିରି ସବୁ ଯାକ ଖାଇଦେଇ। କାହାକୁ ଯୋଗାଯୋଗ କରିଥିଲେ? ଫରେଷ୍ଟ ବାଲାକୁ ଯୋଗାଯୋଗ କରିଥିଲେ? ଯୋଗାଯୋଗ କରିବାରୁ ଫୋନ୍ କେହି ଉଠେଇଲେନି ଆଜ୍ଞା, କେହି ଆସିଲେନି। ଆଉ କ'ଣ କରିବେ? ଖାଇଦେଇଗଲେ, କାନ୍ଦୁଛି ଏଗୁଡ଼ା କଣ୍ଟାରେ ବସିକିରି। କ'ଣ ଚାହୁଁଛନ୍ତି ଆପଣ ଆଗକୁ କରିବା ପାଇଁ? ସରକାର ସାହାଯ୍ୟ କ'ଣ ମିଳିବ ଏଇନା ବୋଲି କହୁଛି ଆଜ୍ଞା। ଆମର ସବୁ ଯାକ ଖାଇଦେଲେ। କେୟାର ଖଣ୍ଡେ ଜମାରେ 200-250 ବିଡ଼ା ହେଇଥିଲା। ସବୁ ଯାକ କାଲି ଗଦେଇ ଦେଇଥିଲେ, ଆଜି ନେବେ ବୋଲି। ଆଉ ଶୋଳି ଭାର ଧରିକି ଲୋକ ଧରିକି ଆସିଥିଲେ। ଦେଖିଲା ବେଳକୁ କେୟାର କିଛି ନାହିଁ।